ମୋ ଉପରେ ସବୁବେଳେ ଅଭିମାନ କରୁଥିବା ଲୋକଟାକୁ ମୁଁ ଦିନେ କହୁଥିଲି, ଏ ରାତି ଯଦି ମୋ ପାଇଁ ଶେଷ ରାତି ହୁଏ, କାଲି କାହା ଉପରେ ଅଭିମାନ କରିବୁ? ଏକଥା ଶୁଣି ମୋ ପାଟିରେ ସବୁବେଳେ ହାତ ଦେଉଥିବା ମନର ମଣିଷଟା ବିନା ସବୁ ରାତି କାଟିବା ଯେ କେତେ କଷ୍ଟକର ଥିଲା, ସେଇଟା ମୁଁ ବଖାଣିବା ଭାରି କଷ୍ଟକର ପ୍ରତାପ ଭାଇ। ଦିନ ସାରା କାମ ଆଉ ଅଫିସର ମିଳାମିଶା ଭିତରେ ତାକୁ ଭୁଲିବା ତ ସମ୍ଭବ ନଥିଲା, କିନ୍ତୁ ମନେ ପକାଇବାକୁ ବି ସମୟ ହେଉନଥିଲା। ଅଫିସ କାମ ସାରି ଘରକୁ ଫେରିଲେ ସବୁ ଜାଗାରେ ଛାଡ଼ି ଯାଇଥିବା ତା ସ୍ମୃତିର ଛାପ ସବୁ ଯେମିତି ମୋ ଭୋକ ଆଉ ନିଦ ସବୁ ହଜେଇ ଦେଉଥିଲା। ରାତି ଯେତେ ଯେତେ ବଢ଼ିବା ଆରମ୍ଭ କରୁଥିଲା, ମୋ ଅଭିମାନ ବି ତା ଉପରେ ବଢ଼ି ବଢ଼ି ଚାଲିଥିଲା। ହେଲେ ସେ ମୋ ଉପରେ ମାନ ଅଭିମାନ ଛାଡ଼ିବାକୁ ବୁଝେଇବାକୁ ସେ କିନ୍ତୁ ଆସୁନଥିଲା। ଅଜଣା ରାଇଜର ଅତିଥି ସାଜିଯାଇଥିବା ମୋ ଲାଜେଇ ପ୍ରିୟା ମନର ମଣିଷ ସହିତ ବିତେଇଥିବା ସେ ସ୍ମୃତି ସବୁ ଅନ୍ଧାରୁଆ ବେଡରୁମ୍ ଭିତରେ ଖୋକା ଭାଇଙ୍କର ସେ ଗୀତ ଲଗେଇ ହୃଦୟର ଏହି ଶୂନ୍ୟତାକୁ ଆଜି ମୁଁ ପଚାରି ଯେତେ ଶୁଣେ, ପ୍ରତାରଣା କିଏ କାହାକୁ ଦେଇଛି, ପ୍ରତିଦ୍ୱନ୍ଦ୍ୱୀ କହେ କେବଳ ତୁମେ, କେବଳ ତୁମେ। ଏହି ଗୀତର ତାଳେ ତାଳେ ନିଜକୁ ନିଜେ ଅନେକ ପ୍ରଶ୍ନ ପଚାରି ଚାଲିଥିଲି, ହେଲେ ଉତ୍ତର କେବଳ ଆସେ କେବଳ ତମେ। ତାକୁ ଟିକେ ଅଟକେଇଲି ଆଉ କହିଲି, କ'ଣ ଭାଇ, କାହାଣୀ କହିବା ପୂର୍ବରୁ ମୋତେ କନ୍ଦେଇ ଦେବ ନା କ'ଣ? କହିଲା, ନାଇଁ ପ୍ରତାପ ଭାଇ, ମନର କଥା କହୁଛି, ଆଉ ଜାଣିନି ଏମିତି କଥା ଆପଣଙ୍କ ସହ ହେଲାବେଳେ କେଉଁଠୁ ଏ ଶବ୍ଦଗୁଡ଼ା ଆସିଗଲା ଆଉ ଆରମ୍ଭ କରିଥିଲା ତା ଜୀବନରେ ଘଟିଥିବା ସେଇ ଲୋମ ଟାଙ୍କୁରା, ହୃଦୟ ବିଦାରକ, ହୃଦୟସ୍ପର୍ଶୀ ରହସ୍ୟମୟ କାହାଣୀ। ମେ ମାସର ଦ୍ୱିପ୍ରହରର ସମୟ ଥିଲା। ମୁଁ ଖୋର୍ଦ୍ଧାରୁ ନୟାଗଡ଼ ଯାଉଥିଲି। ସେହି ସମୟରେ ସେ କାଳ ବୈଶାଖୀ ଭୟଙ୍କର ରୂପ ନେଇ ମାଡ଼ି ଆସୁଥିଲା। ପବନ ସାଙ୍ଗକୁ ବିଜୁଳି ଘଡ଼ଘଡ଼ିର ସେ ପ୍ରଚଣ୍ଡ ଶବ୍ଦରେ ଯେମିତି ବସୁଧାଟା ଥରି ଉଠୁଥିଲା। ଆଖି ଆଗରେ ଗଛର ଡାଳ ଭାଙ୍ଗି ତଳେ ପଡ଼ିଯାଉଥିଲା। ସମସ୍ତେ ମୁଣ୍ଡ ଗୁଞ୍ଜି ନିଜ ଜୀବନ ବଞ୍ଚାଇବାକୁ ସୁରକ୍ଷିତ ଜାଗା ଖୋଜି ଚାଲୁଥିଲେ। ମୁଁ ସେଇ ରାସ୍ତାରେ ମୋ କାରରେ ଥିଲି। ମୋ ଆଖି ଆଗରେ ସବୁକିଛି ହେଉଥିଲା। ବର୍ଷା ଏତେ ଜୋରରେ ହେଉଥିଲା ଯେ ଆଗକୁ କିଛି ଦେଖା ବି ଯାଉନଥିଲା। ପୁରା ଫାଙ୍କା ଜାଗା ଦେଖି ଗାଡ଼ିଟା ସାଇଡ଼୍ କରି ଠିଆ ହୋଇଗଲି। ପବନର ବେଗରେ ବର୍ଷାର ସେ ଛିଟା ସବୁ ମୋ କାରର କାଚ ଉପରେ ଏକ ପରଦା ଭଳି ଢାଙ୍କି ଦେଉଥିଲା। ଗାଡ଼ିର ଇଣ୍ଡିକେଟର ଦେଇ ସାଇଡ଼୍ କରି ପବନ କମିବାକୁ ଅପେକ୍ଷା କରିଥିଲି। ସେପଟୁ କିଏ ଜଣେ ମୋ ଗାଡ଼ିର ଝରକା ପାଖରେ ମୋତେ ଡାକିଲା ଭଳି ମୋତେ ଦେଖାଗଲା। ଝାପ୍ସା ଝାପ୍ସା ଦେଖାଯାଉଥିଲେ ବି ମୋତେ ଲାଗିଲା ସେ କିଛି ମୋଠୁ ବୋଧେ ସାହାଯ୍ୟ ଚାହୁଁଛି। ଅଳ୍ପ ଟିକେ କାଚ ଖସେଇ ପଚାରିବାକୁ ଚେଷ୍ଟା କଲି, ହେଲେ ପବନର ସେ ରୁଦ୍ର ରୂପ ସବୁ ବର୍ଷା ଛିଟାକୁ ମୋ କାର୍ ଭିତରକୁ ଯେମିତି ଫିଙ୍ଗି ଦେଉଥିଲା। ଜାଣିଗଲି ସେ ଭିତରକୁ ଆସିବାକୁ ଚାହୁଁଛି। ତୁରନ୍ତ ଗାଡ଼ିର ଲକ୍ଟା ଖୋଲିଲି ଆଉ ସେ ଡୋର୍ ଖୋଲି ସିଧା ଆଗ ସିଟ୍ରେ ବସି ପଡ଼ିଲା। ସେ ଭୟଙ୍କର ପବନ ଆଉ ବର୍ଷାର ମାଡ଼ ଖାଇ ଖାଇ ସେ ଯେମିତି ଅଣନିଶ୍ୱାସୀ ହୋଇଯାଇଥିଲା। ବର୍ଷାରେ ଡ୍ରେସ୍ଟା ପୁରା ଭିଜି ଯାଇଥିଲା। ସେଇ ଭିଜା ଡ୍ରେସ୍ରେ ଦେହର ସବୁକିଛି ଦେଖାଯାଉଥିଲା। କିଛି ସମୟ ପରେ ସେ ଟିକେ ଲାଜେଇ ଯାଇଥିଲା। ଗୋରା ଗୋରା ମୁହଁଟା ତାର ପୁରା ଲାଲ ହୋଇଯାଇଥିଲା। ସୁନ୍ଦରୀ ଚେହେରାରେ ଗୋଟେ ଅଜଣା ଭୟ ଥିଲା। ପଛ ସିଟ୍ରୁ ଗୋଟେ ଟର୍କିସ୍ ଆଣି ତାକୁ ଦେଲି ଆଉ କହିଲି, ପୋଛି ହେଇ ପଡ଼। ପ୍ରଥମେ ସେ ତା ମୁଣ୍ଡକୁ ପୋଛିଲା, ଆଉ ଧୀରେ ଧୀରେ ଓଦା ଦେହର ସେ ଡ୍ରେସ୍ ଉପରେ ସେଇ ଟର୍କିସ୍ ଘୋଡ଼େଇ ହେଇ ବସି ପଡ଼ି ଥରିବାକୁ ଲାଗିଲା। କହିଲି, ସେଥିରେ ଭଲ ଭାବେ ପୋଛି ହେଇ ପଡ଼। ପୁଣି ଥରେ ଟର୍କିସ୍ଟା ଖୋଲି ଭଲ ଭାବରେ ହାତ ଗୋଡ଼ ପୋଛି ହେଲା। ଏବେ ତାକୁ ଆଉ ଗୋଟେ ଟର୍କିସ୍ ଦେଲି। କହିଲି, ଏଇଟା ଘୋଡ଼େଇ ହେଇ ପଡ଼। ଏଥର ସେ ଭଲ ଭାବରେ ଘୋଡ଼େଇ ହେଲା। ଆଉ ତା ମୋବାଇଲଟା ଖୋଲି ଦେଖିଲା ଅନ୍ ଅଛି। ତାକୁ ବି ଭଲ ଭାବେ ପୋଛିଦେଲା। ଏବେ ପଚାରିଲି, କେଉଁଠିକି ଯିବ? କହିଲା, ରାଜସୁନାଖଳା। ଖୋର୍ଦ୍ଧାରେ ଚାକିରି କରେ। ଅଫିସରୁ ଫେରୁଥିଲି, ହଠାତ୍ ଏଇ ବର୍ଷା ପବନଟା ମାଡ଼ି ଆସିଲା। ରହିବାକୁ ଜାଗା ପାଇଲିନି। ଆଗ ଘର ପର୍ଯ୍ୟନ୍ତ ପହଞ୍ଚିବା ବି ସମ୍ଭବ ହେଲାନି। ସ୍କୁଟି ସାଇଡ଼୍ କରି ରଖି ଆପଣଙ୍କୁ ସାହାଯ୍ୟ ମାଗିଲି। କହିଲି, ବ୍ୟସ୍ତ ହେବାର ନାହିଁ, ଆରାମରେ ବସ। ବର୍ଷା ପୁରା ଛାଡ଼ୁ, ତାପରେ ଯିବ। ଧୀରେ ଧୀରେ ବର୍ଷା କମିବାକୁ ଲାଗିଲା ଆଉ ସନ୍ଧ୍ୟା ବି ହେଇ ଆସୁଥିଲା। କହିଲା, ସାର୍, ଏବେ ମୁଁ ଆସୁଛି। ଦେଖିଲି ବର୍ଷା ବି କମିଯାଇଥିଲା। ତା ଓଦା ଦେହ ବି ଶୁଖି ଆସୁଥିଲା। ବାହାରକୁ ଗଲି, ତା ସ୍କୁଟି ବି ପବନରେ ତଳେ ପଡ଼ିଯାଇଥିଲା। ଉଠେଇଲି ଆଉ ଷ୍ଟାର୍ଟ ମାରି କହିଲି, ଠିକ୍ ଅଛି, ଏବେ ଯାଆନ୍ତୁ। ମୋତେ ଧନ୍ୟବାଦ ଦେଇଥିଲା ଆଉ ଚାଲି ଯାଇଥିଲା। ମୁଁ ବି ତା ପଛେ ପଛେ କିଛି ବାଟ ଯାଇଥିଲି, ହେଲେ ସେ ରାଜସୁନାଖଳାରୁ କେଉଁ ଗୋଟେ ଅଜଣା ଗଳିରେ ପଶି ଯାଇଥିଲା। ସେ ଗଲା ପରେ ମୋତେ କେମିତି କେମିତି ଲାଗିଲା, ଯେମିତି କ'ଣ ଗୋଟେ ହଜେଇ ଦେଲା ଭଳି ମନେ ହେଉଥିଲା। ତାରି କଥା ଭାବି ଭାବି ମୁଁ ନୟାଗଡ଼ରେ ପହଞ୍ଚି ଯାଇଥିଲି। ଗାଡ଼ି ରଖି ନିଜ କାମରେ ଚାଲି ଯାଇଥିଲି। କାମ ସାରି ଗାଡ଼ି ପାଖକୁ ଆସିଥିଲି। ଗାଡ଼ିରେ ବସି ପଡ଼ିଲି। ହଠାତ୍ ମୋ ଗାଡ଼ି ଭିତରେ ଏକ ଅଜଣା ଫୋନ୍ର ରିଙ୍ଗ୍ ମୋ କାନରେ ବାଜିଥିଲା। ଚମକି ପଡ଼ିଲି ଆଉ ଫୋନ୍ଟା ଦେଖିଲି, ଏଇଟା ତ ମୋ ନୁହେଁ। ଓ, ସେ ତା ମୋବାଇଲଟା ଛାଡ଼ି ଯାଇଛି ବୋଧେ। କଲ୍ଟା ଉଠଉ ଉଠଉ କଟି ଯାଇଥିଲା ଆଉ ଲକ୍ ସ୍କ୍ରିନ୍ରେ ନୋଟିଫିକେସନରେ ଦେଖିଥିଲି 45ଟା ମିସ୍ କଲ୍ ଥିଲା। ପୁଣି ଥରେ ରିଙ୍ଗ୍ ହଉ ହଉ କଲ୍ଟା ତୁରନ୍ତ ଉଠେଇ ଦେଇଥିଲି। ଆଉ ସେପଟୁ ନରମ ସ୍ୱରରେ ସେ କହିଲା, ସାର୍, ମୋ ମୋବାଇଲଟା ଆପଣଙ୍କ ଗାଡ଼ିରେ ରହିଯାଇଛି ବୋଧେ।
ବହୁତ ରିଙ୍ଗ କଲେଣି, ଆପଣ ଉଠାଉନାହାନ୍ତି। କହିଲି ମୁଁ ଦେଖିନି, ମୁଁ ଗାଡ଼ି ରଖି କାମରେ ଯାଇଥିଲି, ଫେରିଲା ବେଳକୁ ରିଙ୍ଗ ହେଉଥିଲା, ଉଠେଇଦେଲି। ଆପଣଙ୍କ ମୋବାଇଲ ସୁରକ୍ଷିତ ଅଛି, କେଉଁଠି ଦେବି କୁହନ୍ତୁ? ସେ କହିଲା ଆପଣ ରାଜସୁନାଖଳା ପହଞ୍ଚି ମୋତେ କଲ୍ କରନ୍ତୁ, ମୁଁ ଆସିକି ନେଇଯିବି। ମୁଁ କହିଲି ହଁ, ମୁଁ ଏବେ ନୟାଗଡ଼ ଛାଡ଼ିଲି, 10ଟା ପାଖାପାଖି ହେଇଯିବ। ସେ କଲ୍ କରୁଥିବା ନମ୍ବରଟା ଦେଲା, ଆଉ ମୁଁ ତାକୁ ଯୋଗାଯୋଗ କରି ତାକୁ ମୋବାଇଲଟା ଦେଇଦେଇଥିଲି। ସେଦିନର ସେ ଘଟଣା ଆମ ଦୁଇ ଜଣଙ୍କୁ ନୂଆ ଏକ ସମ୍ପର୍କରେ ବାନ୍ଧି ଦେଇଥିଲା। ପରଦିନ ସେ ମୋତେ ତା ନମ୍ବରରୁ କଲ୍ କଲା। ଆରମ୍ଭ ହୋଇଯାଇଥିଲା ପ୍ରେମର ସେ ପ୍ରଥମ ପାହାଚ, ବନ୍ଧୁତା। ସେଦିନ ସେ ତା ନାଁ ପ୍ରୀତି ବୋଲି କହିଥିଲା, ଆଉ ମୋ ନାଁ ରବି ବୋଲି ତାକୁ କହିଥିଲି। ପ୍ରୀତି ଆଉ ରବି ଦୁହେଁ ଭଲ ବନ୍ଧୁତାରୁ ସମ୍ପର୍କଟା ନିବିଡ଼ ହୋଇ ପ୍ରେମ ଆଡ଼କୁ ଗତି କରିବା ଆରମ୍ଭ କରିଥିଲା। ତାକୁ ଦେଖା କରିବାକୁ ପ୍ରାୟ ମୁଁ ଖୋର୍ଦ୍ଧା ଯାଉଥିଲି, ଆଉ ସେ ମୋତେ ଯେତେବେଳେ ବିଶ୍ୱାସ କରିବା ଆରମ୍ଭ କଲା, ମୋ ରୁମ୍କୁ ବି ଆସିଯାଇଥିଲା। ଅନେକ ଥର ମୋ ସହ ସାଥୀ ହେଇ ବି ରହିଛି। ଏଇ ଫ୍ଲାଟ୍ରେ, ଏଇ ବେଡ଼ରୁମ୍ରେ ଆମର ସବୁ ସ୍ୱପ୍ନକୁ ସାକାର କରିବାକୁ ପ୍ରତିଶ୍ରୁତି ଦେଇ ଦୁଇ ମନ, ଦୁଇ ପ୍ରାଣକୁ ଏକ କରି ସବୁ କିଛି ସୁଖ ପାଇଛୁ। ସାଥୀ ହେଇ ଆମ ଯୌବନର ସେ ନିଆଁକୁ ବି ଶାନ୍ତ କରିଛୁ। ଅନେକ ଆଡ଼େ ବୁଲିବାକୁ ଯାଇ ଅନେକ ହୋଟେଲରେ ରାତି ବି କାଟିଛୁ। ସେ ମୋତେ ସବୁ ସୁଖ ଦେଉଥିଲା, ଆଉ ମୋ ସହ ରହିଲେ କୁଆଡ଼େ ଦୁନିଆର ସବୁ ଖୁସି ତାକୁ ମିଳିଯାଉଥିଲା ବୋଲି ସେ ସବୁବେଳେ ମୋତେ କହୁଥିଲା। କେବେ କେବେ ମୋ ଉପରେ ଅଭିମାନ କଲେ ମୁଁ ତାକୁ କହୁଥିଲି, କାଲି ସକାଳେ ମୁଁ ଯଦି ନଥିବି ତମେ କାହା ଉପରେ ଅଭିମାନ କରିବ? ସେ ମୋ ପାଟିରେ ହାତ ଦେଇ କହୁଥିଲା, ଏମିତି କଥା କେବେ ପାଟିରେ ଧରିଲେ ମୋ ମଲା ମୁହଁ ଦେଖିବ। ମୁଁ ତାକୁ ମୋ ବାହୁ ବନ୍ଧନରେ ଆଲିଙ୍ଗନ କରି ଗୋଟେ ଚୁମା ଦେଇ ଦେଉଥିଲି, ଆଉ ସେ ମୋତେ ଜାବୁଡ଼ି ଧରି ଖୁସିରେ 2 ଟୋପା ଲୁହ ଗଡ଼େଇ ଦେଉଥିଲା। ମୋତେ ପାଇବାକୁ ସେ ପାଗଳି ଭଳି ହେଉଥିଲା। ଗୋଟାଏ ମୁହୂର୍ତ୍ତ ପାଇଁ ମୋତେ ଆଖି ଆଗରୁ ଦୂରେଇ ଦେବାକୁ ତାର ଯେମିତି ଜମା ଇଚ୍ଛା ନଥିଲା। ଆମର ଏ ନିବିଡ଼ ସମ୍ପର୍କକୁ ବିତି ଯାଇଥିଲା 3 ବର୍ଷ। ୟାରି ଭିତରେ ତାଙ୍କ ପରିବାର ପାଖରେ ସେ ଆମ ପ୍ରେମ ସମ୍ପର୍କ କଥା ଜଣେଇ ସାରିଥିଲା, ଆଉ ମୁଁ ବି ମୋ ବାପା ବୋଉଙ୍କୁ କହିସାରିଥିଲି। ଉଭୟ ପରିବାର ବେଶୀ ଆମକୁ ଏକାଠି କରିବାକୁ ନିଷ୍ପତ୍ତି ନେଇଥିଲେ, ଆଉ ଏଇ ଆସନ୍ତା ଫଗୁଣରେ ଆମର ସାହାନଇ ବାଜିଥାନ୍ତା। ସେ ଲାଲ ଟୁକ୍ ଟୁକ୍ ସାଧବ ବୋହୂ ହେଇ ବାହା ବେଦୀର ହୋମନିଆକୁ ସାକ୍ଷୀ ରଖି 7 ଜନ୍ମର ସାଥୀ ହେବାକୁ ସବୁଦିନ ପାଇଁ ମୋ ପାଖକୁ ଆସିଥାନ୍ତା। ଆମ ପରିବାର ଆଉ ତାଙ୍କ ପରିବାର ଏକ ହେଇଯାଇଥିଲେ। ମୋ ଭଉଣୀ ଆଉ ତା ଭାଇ ଭଉଣୀ ସବୁବେଳେ ଫୋନ୍ରେ କଥା ବି ହେଉଥିଲେ। ଉଭୟ ପରିବାର ଯେମିତି ନୂଆ ସମ୍ପର୍କ ପାଇ ଭାରି ଖୁସି ହେଇଯାଇଥିଲେ। ହେଲେ ସବୁକିଛି ଶେଷ ହେଇଯାଇଥିଲା। କିଛି ମୁହୂର୍ତ୍ତରେ ମୋର ସବୁ ସ୍ୱପ୍ନ ଭାଙ୍ଗି ରୁଜି ଚୁରମାର ହେଇଯାଇଥିଲା। ଶନିବାର ଦିନ ଅଫିସ୍ ସରିବା ପରେ ମୁଁ ତାକୁ ମୋ ଫ୍ଲାଟ୍କୁ ଆସିବାକୁ ଡାକିଥିଲି, ହେଲେ ସେ ଘରକୁ ପଳେଇଥିଲା। କିଛି କାମ ଅଛି ବୋଲି କାଲି ଆସିବ କହିଥିଲା। ପରଦିନ ସକାଳୁ ସକାଳୁ ଘରୁ ବାହାରି ଆସିଥିଲା ମୋ ପାଖକୁ। ମୁଁ ତାକୁ ଅପେକ୍ଷା କରିଥିଲି। ସେ ପହଞ୍ଚିଲେ ଆମେ ପୁରୀ ବୁଲିବାକୁ ଯିବୁ। ତାର ଆସିବାରେ ଅନେକ ବିଳମ୍ବ ହୋଇଥିଲା। କଲ୍ ରିସିଭ୍ କରୁନଥିଲା। ମୋତେ କେମିତି ଗୋଟେ ଡର ଡର ଲାଗିଲା। ଏମିତି କେବେ ହେଇନି ପ୍ରତାପ ଭାଇ। ଯେତେ କାମ ଥିଲେ ବି ମୋ କଲ୍ ଉଠାଇବାକୁ ସେ କେବେ ପଛାଏ ନାହିଁ। ମନକୁ ପାପ ଛୁଇଁଲା। ତାଙ୍କ ଘର ଲୋକକୁ କଲ୍ କଲି, ହେଲେ କେହି ବି ଉଠାଇଲେନି। କିଛି ସମୟ ପରେ ସାନ ଭଉଣୀଟା କଲ୍ ବ୍ୟାକ୍ କଲା। ସେପଟୁ ସେ କିଛି କହିବା ପରିସ୍ଥିତିରେ ନଥିଲା, ଖାଲି କାନ୍ଦି ଚାଲିଥିଲା। ତାର ସେ କାନ୍ଦ ମୋତେ ଅନେକ କିଛି ସଂକେତ ଦେଇସାରିଥିଲା। ତାର ସେ ଛାତି ଫଟା ଚିତ୍କାର ମୋତେ ଅନେକ କିଛି ଭାବିବାକୁ ମଜବୁର କରିଦେଇଥିଲା। କ'ଣ ହେଇଛି ବୋଲି ପଚାରି ଚାଲିଥିଲି, ଆଉ ସେପଟୁ ସେ କହିଥିଲା, ଭାଇ ଦିଦି ଆଉ ନାହିଁ। କ'ଣ ହେଇଛି ଜାଣିବା ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ଯାଇଥିଲି। ବାରଣ୍ଡାରେ ଚିର ନିଦ୍ରାରେ ଶୋଇପଡ଼ିଥିଲା ତାର ସେ ରକ୍ତ ଭିଜା ସୁନ୍ଦର ଶରୀର। ସମସ୍ତେ ଛାତି ପିଟି ପିଟି ଚିତ୍କାର କରି କାନ୍ଦି ଚାଲିଥିଲେ। ଧଳା ଚାଦର ତଳେ ସବୁଦିନ ପାଇଁ ଆଖି ବୁଜି ଶୋଇପଡ଼ିଥିବା ମୋର ସେ ଅଭିମାନିନୀ ପ୍ରିୟାକୁ ଚାଦର ଟେକି ଦେଖିବାକୁ ମୋର ଯେମିତି ସାହସ ହେଉନଥିଲା। ମୋ ଆଖିରେ ଥିଲା ଆଖିଏ ଲୁହ, ଛାତିରେ ଥିଲା ଛାତିଏ କୋହ। ଇଚ୍ଛା ହେଉଥିଲା ଚିତ୍କାର କରି କାନ୍ଦି କାନ୍ଦି କହିବି, ହେ ପ୍ରଭୁ, ମୋ ସହ କାହିଁକି ଏମିତି କଲ? ତାକୁ ପାଇବାକୁ ତ ମୁଁ ତମ ପାଖରେ କେତେ ପୂଜା କରିଛି, କେତେ ମାନସିକ କରିଛି, ହେଲେ କ'ଣ ପାଇଁ ମୋ ପାଖରୁ ତାକୁ ଛଡ଼େଇ ନେଲ? କେଉଁଥିରେ ମୁଁ ଉଣା କରିଥିଲି? କ'ଣ ମୋର ଭୁଲ ଥିଲା? ଏତିକି ବେଳେ ମୋ ଅଜାଣତରେ ତା ମୁହଁରୁ ଧଳା ଚାଦରଟି ଉଡ଼ି ଯାଇଥିଲା। ଓଃ, କି ଦୃଶ୍ୟ ସେ ପ୍ରତାପ ଭାଇ! ମୁଁ ବଖାଣିବା ବହୁତ କଷ୍ଟକର କହି ବୋ ବୋ ହେଇ କାନ୍ଦି ପକାଇଥିଲା। ସେଇ କାନ୍ଦ ଭିତରେ ପୁଣି କହିବା ଆରମ୍ଭ କଲା। ତାର ସେ ଚାନ୍ଦିନୀ ପରି ସୁନ୍ଦର ମୁହଁଟା ପୁରା ରକ୍ତରେ ଲାଲ ହେଇଯାଇଥିଲା। ତା ଷ୍ଟ୍ରେଟ୍ ଚୁଟି ସବୁ ଅଡ଼ୁଆ ହେଇଯାଇଥିଲା। ଏବେ ବି ତା ମୁଣ୍ଡରୁ ରକ୍ତ ଝରି ଚାଲିଥିଲା। ଭାଇ, କି ଦୃଶ୍ୟ ସେ ଥିଲା! ଆଜି ବି ମୁଁ ଜମା ଭୁଲି ପାରିନି। କିଛି ସମୟ ପରେ ତାକୁ ପୋଷ୍ଟମର୍ଟମ୍ କରିବାକୁ ନେଇଗଲେ। ଯିଏ ଦିନେ 7 ଜନ୍ମ ପାଇଁ ମୋର ହେବାକୁ ଯାଉଥିଲା, ଆଜି ତା ଶବକୁ କୋକେଇରେ କାନ୍ଦେଇ ମଶାଣି ନେଇଥିଲି। କେତେ କଷ୍ଟ ହେଉଥିବ ଥରେ ଭାବିଲେ ଭାଇ। କିଛି ସମୟ ପରେ ତା ଶରୀରଟା ପଞ୍ଚଭୂତରେ ଲୀନ ହୋଇଯାଇଥିଲା।
ଆଉ ମୁଁ ଶେଷ ପର୍ଯ୍ୟନ୍ତ ଜଳୁଥିବା ତାର ସେ ଜୁଇକୁ ସେମିତି ଦେଖି ଚାଲିଥିଲି ଆଉ ତା ପାଇଁ ଦେଖିଥିବା ସେ ସ୍ୱପ୍ନ ସବୁ ଭାବି ଚାଲିଥିଲି। ହଠାତ୍ କିଏ ଜଣେ ପଛରୁ ଡାକିଥିଲା, ଭାଇ ଆସନ୍ତୁ ଯିବା। ତାକୁ କହିଲି, ଭାଇ ଚାଲ, ମୁଁ ଆସୁଛି। ସମସ୍ତେ ଚାଲି ଯାଇଥିଲେ। ମୁଁ ଏକୁଟିଆ ହେଇଗଲା ପରେ ଅନେକ ସମୟ ପର୍ଯ୍ୟନ୍ତ ମନ ଭରି ତା ଚିତାର ପାଉଁଶ ପାଖରେ କାନ୍ଦି ଚାଲିଥିଲି। 2 ଦିନ ପରେ ପୋଲିସ ଗୋଟେ CCTV ଦେଖି ତାକୁ ଆକ୍ସିଡେଣ୍ଟ କରିଥିବା ସେ ଟ୍ରକ୍ ସହ ଡ୍ରାଇଭରକୁ ଗିରଫ ବି କରିଥିଲା। ଜଣା ପଡ଼ିଥିଲା କି ସେ ଡ୍ରାଇଭର ମୋବାଇଲ ଦେଖି ଗାଡ଼ି ଚଳାଉଥିବା ବେଳେ ଅନ୍ୟମନସ୍କ ହେଇ ତା ସ୍କୁଟିକୁ ପଛରୁ ପିଟି ଦେଇଥିଲା। ସାମାନ୍ୟ ଗୋଟେ ମୋବାଇଲ ପାଇଁ ମୋ ଜୀବନର ସବୁକିଛି ହସ ଖୁସି ହଜି ଯାଇଥିଲା ଭାଇ। ବିଶ୍ୱାସ ହେଉନଥିଲା ସେ ଯିବାର 4 ମାସ ବିତିଗଲାଣି ପ୍ରତାପ ଭାଇ। ତାକୁ ଗୋଟେ ମୁହୂର୍ତ୍ତ ପାଇଁ ଭୁଲି ପାରୁନି। ଖାସ୍ କରି ଏଇ ଫ୍ଲାଟ୍ରେ ତା ସହିତ ବିତେଇଥିବା ତାର ସେ ସ୍ମୃତିକୁ ଜମା ବି ଭୁଲି ପାରୁନି। ରାତି ଯେତେ ଯେତେ ବଢ଼େ ସେ ମୋର ସେତେ ସେତେ ମନେ ପଡ଼େ। ସତ କହିଲେ ପ୍ରତାପ ଭାଇ, ମୁଁ କ'ଣ ତାକୁ ଭୁଲିବା ସମ୍ଭବ? ମୁଁ କହିଲି, ନା, କେବେ ଭୁଲିବା ସମ୍ଭବ ନୁହେଁ ରବି ଭାଇ। ମୁଁ ଜାଣିଛି କଷ୍ଟ ଆଉ ଯନ୍ତ୍ରଣା ତ ନିଶ୍ଚିତ ହେଉଥିବ, ହେଲେ ନିଜ ପରିବାର କଥା ଥରେ ଭାବ। ବାପା ମା ତମକୁ ନେଇ କେତେ ସ୍ୱପ୍ନ ଦେଖିଛନ୍ତି। ତମ ସାନ ଭଉଣୀ ବି ତମ ଉପରେ କେତେ ଆଶା ରଖିଛନ୍ତି। ଏମାନଙ୍କ କଥା ଥରେ ଭାବ ଆଉ ଅତୀତକୁ ଭୁଲି ଭବିଷ୍ୟତକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କର। ମୁଁ ଜାଣିଛି ରବି ଭାଇ, ଏଇଟା ଏତେ ସହଜ ନୁହେଁ, କିନ୍ତୁ ଥରେ ମୋ କଥା ଭାବିବ। ସେ କହିଲା, ଭାଇ ମୋ ପ୍ରୀତି ଛଡ଼ା ମୋ ମୁଣ୍ଡରେ ଏବେ କାହା କଥା ପଶୁନି। ତା କଥା ସରିବା ପୂର୍ବରୁ ତା ଆଖିରେ ଖାଲି ଅନବରତ ଲୁହ ଗଡ଼ି ଚାଲିଥିଲା। ସେଇ ବାଷ୍ପରୁଦ୍ଧ କଣ୍ଠ ଆଉ ଛଳ ଛଳ ଆଖିରେ କହିଲା, ଆପଣ ମୋର ଏ ହୃଦୟ ବିଦାରକ ପ୍ରେମ କାହାଣୀଟି ଆପଣଙ୍କ କଣ୍ଠରେ ଜାଗା ଦେବେନି ପ୍ରତାପ ଭାଇ? କହିଲି, ନିଶ୍ଚୟ ଦେବି ରବି ଭାଇ। ସେ ସିନା ଫୋନ୍ଟା କାଟି ଦେଇଥିଲା, ହେଲେ କାହାଣୀ ଶେଷ ହେଲା ବେଳକୁ ମୋ ଆଖିରେ ଥିବା ସବୁ ଲୁହ ଯେମିତି ଶୁଖି ସାରିଥିଲା। ଏ କାହାଣୀ ଲେଖିଲା ବେଳେ ମୋତେ ବି ଭାରି କଷ୍ଟ ହୋଇଥିଲା। ମୁଁ ଜାଣିଛି ଏ କାହାଣୀ ଶୁଣିଲା ପରେ ଆପଣ ବି ଆପଣଙ୍କ ଆଖିର ଲୁହକୁ ଅଟକେଇ ପାରିନଥିବେ। ଯଦି କାହାଣୀ ଭଲ ଲାଗିଥିବ ତେବେ କେମିତି ଲାଗିଲା ଜଣାଇବାକୁ ଯେମିତି ନ ଭୁଲନ୍ତି। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।